ମୁଁ ଆସିକି ପହଞ୍ଚିଗଲି ଏବେ ମୁସୁଗୁଡ଼ା ଗାଁରେ। ଏଠି ପଚାରିବା ଆମର କେତେ ବର୍ଷ ହେଲା ରହିଯାଇଛନ୍ତି ଏ ଗାଁରେ, ଆଉ ଜଙ୍ଗଲ ଭିତରେ କେମିତି ଅଛନ୍ତି ତାଙ୍କୁ ପଚାରି ବୁଝିବେ। ଆଜ୍ଞା, ଏଇ ଜଙ୍ଗଲ ଭିତରେ, ଏତେ ଜଙ୍ଗଲ ଭିତରେ କେତେ ବର୍ଷ ହେଲା ଘର କରି ଆସୁଛନ୍ତି, ଆଉ ଆପଣଙ୍କ ଟିକେ ପରିଚୟଟା ଦିଅନ୍ତୁ। ମୋ ନାଁ ନିରଞ୍ଜନ ଜାନି। ଆମର ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ ବଟଲା ପଞ୍ଚାୟତର ଭିତରେ ଆମେ ଏଇ ଗାଁଟି ବାସ କରିଅଛୁ। ଆମ ଗାଁ ହେଉଛି ମୁସୁଗୁଡ଼ା। ଆଉ ଆମେ ପ୍ରାୟ 100 ବର୍ଷରୁ ଉଦ୍ଭବ ହେବ ଆମେ ଏଠି ବାସ କରି ଆସିଅଛୁ, 3-4 ପିଢ଼ି ହେଲାଣି। ଆଉ ଏଠି ତ ଆମେ ଏଇଭଳିଆ ପରିସ୍ଥିତି ଅଛି। ଆମେ ହେଉଛୁ ଆଦିବାସୀ ଲୋକ। ଆମେ ଏଠି ପ୍ରାୟ ଆଦିବାସୀ ଲୋକ ଆମେ ଅଛୁ ଏଠି। ଆମକୁ ସରକାରକୁ ଆମେ ବହୁତ କ'ଣ ସୁବିଧା ପାଇପାରୁଛନ୍ତି ସରକାରଙ୍କଠୁ? ଆମେ ସରକାରଙ୍କ ସୁବିଧା କିଛି ପାଇନାହୁଁ କହିବାକୁ ଗଲେ। ଆମେ ଏଠି 2 ବର୍ଷ ହେଲା 23 ମସିହା ଠାରୁ ଆମେ ସରକାରଙ୍କୁ ଜଣାଇ ସାରିଛୁ ଅଲରେଡ଼ି। ରାସ୍ତା, ଟାୱାର, ଅଙ୍ଗନବାଡ଼ିଟିଏ ନାହିଁ ଯେ ପିଲାମାନେ ହନ୍ତସନ୍ତ ହେଉଛନ୍ତି। 15 କିଲୋମିଟର ଯାହା ଯିବାକୁ ପଡ଼ୁଛି। ବ୍ଲକରେ ମଧ୍ୟ ଆମେ ଗତ ବର୍ଷ ରାଲି କରିଥିଲୁ। କଲେକ୍ଟର ଅଫିସରେ 2 ଥର ଯାଇ ତାକୁ ଅଭିଯୋଗ କରିଛୁ। ତାପରେ ମୁଖ୍ୟମନ୍ତ୍ରୀ ପାଖକୁ ଏବେ ବର୍ତ୍ତମାନ 19 ତାରିଖରେ ଯାଇଥିଲୁ, ମେ ମାସ 19 ତାରିଖରେ ଯାଇକି ତାକୁ ଅଭିଯୋଗ ଦେଇକି ଆସିଛୁ। ତଥାପି ଆସି ଖାଲି ସର୍ଭେ କରିବା ଯାଇଛନ୍ତି, ହେଲେ ମଧ୍ୟ ଆମକୁ ଟାୱାର ନାହିଁ, ସେ ରାସ୍ତା ନାହିଁ, ଯେଉଁ ଆମର ଅଙ୍ଗନବାଡ଼ି ନାହିଁ, ତାପରେ ଇଲେକ୍ଟ୍ରି ନାହିଁ। ଯେ ଆମେ ତ ଏଇଟା ସବୁ ଅଲରେଡ଼ି ସବୁ ବିଭାଗ ଆମେ ଜଣାଇ ସାରିଛୁ, ହେଲେ ମଧ୍ୟ ଆମକୁ ଆଜି ସୁଦ୍ଧା କେହି ଶୁଣୁନାହାନ୍ତି। ଏଣେ ବିଜେପି ସରକାର କହୁଛି ଯେ ମୁଁ ସବୁ କିଛି କରୁଛି, ହେଲେ ମଧ୍ୟ ଆମ କଥା ଆଜି ସୁଦ୍ଧା ଶୁଣୁନାହିଁ। କିଭଳିଆ ସରକାର ଦେଖୁଛୁ ଆମେ ଏଇ ଆଦିବାସୀ ଲୋକଙ୍କୁ। ମୋହନ ଚରଣ ମାଝୀ ଜଣେ ଆଦିବାସୀ ନେତା, ହେଲେ ମଧ୍ୟ ଆମ ଆଦିବାସୀ ଲୋକଙ୍କର ଆଜି ସୁଦ୍ଧା ବି ସେ ବୁଝିପାରୁନାହିଁ ଯେ ସେମାନେ କିଭଳିଆ ଅଚେତରେ ଅଛନ୍ତି। ସେମାନେ କେବଳ ସେମାନେ ସିଟ୍ରେ ବସିକି ତାଙ୍କ ସିଟ୍ରେ ବସିକି ତୁନିପୁରି ବସିଛନ୍ତି। ଏ ଶୁଣୁଥିଲେ ଆମ ମୁସୁଗୁଡ଼ା ଗାଁର ଆମର ଯିଏକି ରହିଛନ୍ତି, ଆମର ବହୁତ 3-4 ପିଢ଼ି 5 ପିଢ଼ି ହେଲାଣି ରହିଗଲାଣି। ଦେଖନ୍ତୁ ଏଇ ଚାଳ ଘର ଅଛନ୍ତି କି ଆମର ବିଜେପି ସରକାର ଆଦିବାସୀ ନେତା ହେଲେ ବି କୌଣସି ସୁବିଧା ଏମାନଙ୍କୁ ଦେଇନାହାନ୍ତି। ତାଙ୍କର ଟାୱାର ଘର ବି ଗୋଟେ ଦେଖିବାକୁ ମିଳିବ, ଆପଣମାନେ ଦେଖିଲେ ହସିବେ। ଟାୱାର ଘରଟା